ଲଗାଣ ବର୍ଷାରେ ଉବୁଟୁବୁ ବାଲେଶ୍ୱର ସହର। ଘରେ ପଶିଲା ପାଣି, ବୁଡ଼ିଲା ଆମ୍ବୁଲାନ୍ସ। 2 ଦିନ ଧରି ଲଗାଣ ବର୍ଷାରେ ବେହାଲ ସାଧାରଣ ଜନଜୀବନ। ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳାମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ 2 ଫୁଟରୁ ଅଧିକ ପାଣି ଜମି ରହିଛି। ସହରର ଦର୍ଜି ପୋଖରୀ, ଗୁଡ଼ିପଦା, କଂଗ୍ରେସ ଗଳି, ଉଦୟନଗର, ନୂଆସାହି, ଚିଡ଼ିଆପୋଲ ଆଦି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ରେମୁଣା ପଟୁ ସହରର ପ୍ରବେଶ ପଥ କୁହାଯାଉଥିବା ନୂଆସାହି ଛକରେ ମୁଖ୍ୟ ରାସ୍ତାରେ ପାଣି ଲହଡ଼ି ମାରୁଛି। ସେହିପରି ଜିଲ୍ଲାର ନୀଳଗିରି, ସୋର, ରେମୁଣା, ବାହାନଗା ଆଦି ବ୍ଲକରେ ଅନେକ ପରିବାର ପାଣି ଘେରରେ ରହିଛନ୍ତି। ରାସ୍ତାଘାଟରେ ପାଣି ସୁଅ ଚାଲିଥିବା ବେଳେ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେଉଁଠି ଲୋକଙ୍କ ଘରେ ପାଣି ପଶି ସେମାନେ ଉପାସ ରହିଲେଣି ତ କେଉଁଠି ଦୋକାନ ଘରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ସହିଲେଣି। ଏମିତିକି ସହରର ଚିଡ଼ିଆପୋଲ ନିକଟରେ ମଧ୍ୟ ଅନେକ ଦୋକାନ ଭିତରେ ପାଣି ପଶିଯାଇଛି। ଶେରଗଡ଼ ଖାନନଗର ଅଞ୍ଚଳରେ 5 ଫୁଟ ଉଚ୍ଚର ପାଣି ଜୁଆର ମାରୁଥିବା ବେଳେ ସେଠାରେ ଥିବା ଏକ ଗାଡ଼ି ସୋରୁମରେ ପାଣି ପଶି ଯାଇଛି। ଯେଉଁଠି ଅନେକ ଆମ୍ବୁଲାନ୍ସ ବୁଡ଼ି ରହିଥିବା ବେଳେ ବସ୍ ଉପରେ ଭାଗ ପର୍ଯ୍ୟନ୍ତ ବୁଡ଼ି ରହିଛି। ଲୋକମାନେ ଛାତ ଉପରେ ଆଶ୍ରୟ ନେଇଥିବା ମଧ୍ୟ ଦେଖିବା ପାଇଁ ମିଳିଛି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।